କେତେ ଟଙ୍କା ତ ଖସିଲା ପ୍ଲାନିଂ ଅଛି ଆପଣ? ସବୁ ଗୋଳି ଯାଉ କଣ ମୋ ମାର ଗୋଳି ପଡୁଛି ବର ଗୋଳି ଆଉ କଣ ଆଉ କଣ ସବୁ ଅଛି ଦାନ୍ତ ଖସି ପଡୁଛି। ଗୋଟେ କି ନାହିଁ ତଥାପି ମନରେ ଗର୍ବ ନାହିଁ। ଜୟ ଜଗନ୍ନାଥ, ମୁଁ ବିକ୍ରମ। ମୁଁ ଆପଣଙ୍କୁ ସ୍ୱାଗତ କରୁଛି ଆମର ସର୍ବୋଳିଆ ଟିଭିକୁ। ତ ଆସନ୍ତୁ ଆଜି ଗାଁ ସହର ବୁଲିବା, ଦେଖିବା। ଆଜି ଆମର ଅଭିଯାନ ହେଲା ପାନ। ତ ପାନ ଖାଇବାରେ କଣ ହଉଛି କଣ ନାହିଁ, ଚାଲନ୍ତୁ ଗାଁରେ ବୁଲିବା, ଦେଖିବା ଗାଁରେ କିଏ କଣ ଅଛି, ପାନ କଣ କଣ ଖାଉଛି ବୁଝିବା। ପ୍ରଥମେ ଆମେ ଆଖପାଖରେ ଥିବା ଲୋକମାନଙ୍କୁ ପଚାରିବା କଣ ହଉଛି କଣ ନାହିଁ, ଚାଲନ୍ତୁ ଆସନ୍ତୁ। ତ ଏଇ ଗୋଟେ ଘର ଆମେ ପାଇଛୁ। ନମସ୍କାର, ଆପଣଙ୍କ ନାଁଟା? ରମାବଂଶ ଡାକ ନାଁ ହଉଛି ଗଣିଆ। ଆଚ୍ଛା, ଗଣିଆ। ଆଚ୍ଛା, ଆଜି ଆମର ଅଭିଯାନ ହେଲା ପାନ। ତ ପାନ ବିଷୟରେ ଆପଣ କଣ କହିବା ଚାହୁଁଛନ୍ତି? ପାନ ନ ଖାଇଲେ ହଜମ ହବନି, ଏଟା ହଜମ ଶକ୍ତି କରେ। ଖାଇଲେଣି କେତେ ବର୍ଷ? 12 ବର୍ଷ ହେଇଥିଲା ମୁଁ। ଆଚ୍ଛା, ଦାନ୍ତ ଗଳି ପଇଲାଣି, ସବୁ ଗଳି ପଇଲାଣି। କିନ୍ତୁ ଆପଣ ଖାଇବେ? ଯାହା ଆଉ କଣ କେତେ ଟଙ୍କା ଆପଣଙ୍କ ଗଳିଛି? 6ଟା। କେତେ ଗର୍ବର କଥା। ଆପଣ ତଥାପି ଆପଣଙ୍କ ମନରେ ଗୋଟେ ଦୁଃଖ, ମାନେ ଗର୍ବ ନାହିଁ? ଆହୁରି ହଲୁଛି, ମୁଁ ତେବେ ବି ଖାଉଛି। ବହୁତ ଭଲ କଥା, ଆପଣ ପାନ ଛାଡିବେନି। ଆଉ କେତେ ଟଙ୍କା ତ ଖସିଲା ପ୍ଲାନିଂ ଅଛି ଆପଣଙ୍କର? ସବୁ ଗୋଳି ଯାଉ କଣ ମୋ ମାର ଗୋଳି ପଡୁଛି ବର ଗୋଳି ଆଉ କଣ ଅଛି ଆଉ ସବୁ। कौन है ये लोग? कहां से आते हैं ये? ଏମିତି ଲୋକ ଆମ ଦୁନିଆକୁ ମିଳିବେ, ଦେଶ ରହିବେ, ଦେଶ ରହିବ। ମୋଦିଜୀ ଦେଖୁଛନ୍ତି ନା, ଆପଣ ଦେଶ ବର୍ବାଦ କରିଦେବେ, ଇଣ୍ଡିଆ ବର୍ବାଦ କରିଦେବେ। ତ ଆପଣ କାମ କଣ କରନ୍ତି? କାଠ କାମ କରେ। କାଠ କାମ କରନ୍ତି। ଆପଣଙ୍କର ନିଜର ଦୋକାନ ଅଛି ନା ଗାଁରେ? ମୁଁ ମାନେ ବାହାରେ କାମ କରୁଛି, ତାକୁ ନିଜେ କରୁଛି ଆଉ ଅଣ୍ଡର କାମ କରୁନି। ଆଚ୍ଛା, ତାହେଲେ ଜଣେ ନିଜ ମାଲିକ, ତ ମାଲିକ ହେଇକି ସେ ପାନ ଖାଉଛନ୍ତି। ଆପଣ ବି ଶିଖନ୍ତୁ, ପାନ ଖାଆନ୍ତୁ, ଆପଣ ବି ଦେଶର ଉନ୍ନତି କରନ୍ତୁ। ହଜମ ଶକ୍ତି ବଢିବ, ଭଲ ଜ୍ଞାନ ବି ବଢିବ। ଜ୍ଞାନ ବଢିବ। ଦର୍ଶକ ବନ୍ଧୁ, ଆପଣ ଦେଖିଲେ ରମାକାନ୍ତ ବାବୁଙ୍କର ମନରେ ଟିକେ ଗର୍ବ ବି ନାହିଁ। ବହୁତ ଭଲ କଥା। ଆସନ୍ତୁ ତାଙ୍କ ଧର୍ମପତ୍ନୀକୁ ପଚାରିବା, ତ ତାଙ୍କର କେତେ ଟଙ୍କା ଖସିଛି ପାନ ଖାଇବା ଯୋଗୁଁ। ଚାଲନ୍ତୁ। ମୋର ଦାନ୍ତ ଖସି ନାହିଁ। ଖସି ଆପଣଙ୍କର? ମୋର ହଲୁନି କି ଖସୁନି, ମୋର କିଛି କିଛି ହେଇନି। ତାହେଲେ ଆପଣଙ୍କ ଶାଶୁର ଖସିଛି? ସିଏ ତାର ସବୁ ଦାନ୍ତ ନାହିଁ ତ, ସବୁ ଛୁଆ ଆଉ। ସେ ତ ଛୋଟିଆ ଛୁଆ ଆଉ, ତାର ତ ସବୁ ନାହିଁ। ଆଉ ଚାଲନ୍ତୁ ସେ ତାଙ୍କ ମାଆଙ୍କୁ ପଚାରିବା, ରମାକାନ୍ତ ବାବୁଙ୍କର ମାଆଙ୍କୁ ପଚାରିବା ତାଙ୍କର କେତେ ଦାନ୍ତ ଗଳିଛି। ଚାଲନ୍ତୁ। ଆଜ୍ଞା ନମସ୍କାର, ଆପଣଙ୍କ କେତେ ଦାନ୍ତ ଖସିଛି? ସବୁ ଦାନ୍ତ ଖସି ପଡୁଛି। ଗୋଟେ କି ନାହିଁ ତଥାପି ମନରେ ଗର୍ବ ନାହିଁ? ନାଇଁ ତ କଣ କହିବି। ଦାନ୍ତ ଖସିଛି, ଆପଣ ପାନ ଖାଇ ଆସନ୍ତୁ, କେମିତି ଖସିଲା ଆପଣଙ୍କ ଦାନ୍ତ? ଦାନ୍ତ ଖସି ପଇଲା। ଆପେ ଆପେ କେମିତି ଖସିବ? କି ସମ୍ଭବ କିଛି କିଛି ତ ହେଇଥିବ। ଆଗରୁ ପାନ ଖାଉଥିଲି, ଆଉ ତ ଖାଇପାରିନି, ଖସି ପଇଲା ଦାନ୍ତ ସବୁ। ମାନେ ଏଇ ସବୁ ପାନ ଖାଇବା ଯୋଗୁଁ ହିଁ ଖସିଛି? ସବୁ ଦାନ୍ତ ଖସି ପଇଲା, ଗୋଟେ ବି ନାହିଁ। ଆଉ କଣ କହୁଛି? ଆଉ ଆପଣ କେତେ ବର୍ଷ ହେଲାଣି? 80 ବର୍ଷ ହେଲାଣି। 80 ବର୍ଷ ହେଲାଣି ଆପଣଙ୍କର? ସେଥିପାଇଁ ଦାନ୍ତ ନାହିଁ ନା କଣ? କି ଆମର ତ ଗୋଟେ ବୁଢା ଆମ ଗାଁରେ ଅଛି, ତାଙ୍କର ତ ଦାନ୍ତ ଅଛି। କାର ଦାନ୍ତ ଅଛି? ଆମର କୃଷ୍ଣ ବୁଢା। ହଁ, ତାର ଅଛି, ତାର ଗୋରୁ ଦାନ୍ତ, ମୋର ଆସ ଦାନ୍ତ ସବୁ ଖସି ପଇଲା, ଆଉ କଣ କରିବି। ତଥାପି ଆପଣଙ୍କ ମନରେ ଟିକେ ଗର୍ବ ନାହିଁ? ଦୁଃଖ? ଦୁଃଖ ନାହିଁ, ଗର୍ବ ନାହିଁ, କିଛି ନାହିଁ। ଆପଣ ଖାଉଛନ୍ତି କି ନଡିଆ ଆଉ ଯୋଉଟା ଟାଣ ଖାଉଛନ୍ତି କି ଆପଣ? ଛେଚି ଦେଇକି ଦଉଛନ୍ତି, ଖାଉଛି। ଛେଚି କେମିତି ଛେଚୁଛନ୍ତି? ହେମଦସ୍ତାରେ ଛେଚି ଦଉଛନ୍ତି, ଖାଉଛି। ହେମଦସ୍ତା ଗୋଟେ କାଠରେ ନା ଲୁହାରେ? ଏଇ ଷ୍ଟିଲ ହେମଦସ୍ତା, ଲୁହା ହେମଦସ୍ତା। ଆପଣଙ୍କ ତ ବଢିଆ, ଆପଣଙ୍କ ତ ନିହାତି କାଠର ଥିବ। ହଁ, କାଠର କରିଦେଇଛି ମୋ ନାତି ଗୋଟେ। କାଠରେ ହେମଦସ୍ତା ଆପଣ କରୁଛନ୍ତି, ଦେଖିବା ଟିକେ। ଖୁଇଲେ ସିନା ଦେଖିବେ। ତ ଆପଣ ବିଜନେସ ମ୍ୟାନ ହୁଅନ୍ତୁ, ତ ଏଇଭଳିଆ ପାନ ଖାଆନ୍ତୁ, ଏଇଭଳିଆ 10 ଦାନ୍ତ ଘଷି ପକାନ୍ତୁ, ତ ଦେଶର ଉନ୍ନତ ହବ। ତ ଚାଲନ୍ତୁ, ୟାଙ୍କ ପାଖରେ ଏତେ ଟାଇମ ଚାଲିଗଲେ ତ ଆମେ ବାହାରକୁ ଯାଇପାରିବାନି। ତ ଚାଲନ୍ତୁ ଆମେ ଯିବା ବର୍ତ୍ତମାନ ଭିଡିଓର ଶେଷ ଆଡକୁ। ଛାଡିଦେ ପଡିବେ। ଭିଡିଓ ଶେଷ ଆଡକୁ ଯିବା, ସେକେଣ୍ଡ ପାର୍ଟ ଦେଖିବା, ଅନ୍ୟମାନଙ୍କ ସହ ମିଶିବା, ଦେଖିବା କଣ ହେଇଛି କଣ ନାହିଁ। ଠିକ ଅଛି, ଚାଲନ୍ତୁ। ଏତିକି କହି ନମସ୍କାର, ଜୟ ଜଗନ୍ନାଥ।